ସମସ୍ତେ ଠିକ୍ ଠାକ୍ ଅଛ ତ ନା କିଛି ପ୍ରୋବ୍ଲେମ୍? ଆଜ୍ଞା ସାର୍ ଠିକ୍ ଠାକ୍। ଭେରି ଗୁଡ୍। ଆଉ ତମେ ସବୁ କାଲି କ୍ୱେଶ୍ଚିନ୍ ଆନ୍ସର୍ ସବୁ କିଛି ଦେଖିଲ? ଆଜ୍ଞା ସାର୍। ହୁଁ। ଆଉ ତୁମମାନଙ୍କର ଯାହା ବି ଯେମିତି କ'ଣ ଯାହା ବି ସ୍କୋର୍ ଅଛି, କ'ଣ ବହୁତ ସାରା ଛୁଆ ବି କହୁଛନ୍ତି ଭଲ ସ୍କୋର୍ ଅଛି, ଯେଉଁମାନଙ୍କର ବହୁତ ଭଲ ସ୍କୋର୍ ଅଛି ସେମାନଙ୍କୁ ବହୁତ ବହୁତ ମାନେ ଧନ୍ୟବାଦ। ଯାହା ହଉ ତୁମେ ବହୁତ ଭଲ ସ୍କୋର୍ କରିଛ। ଆଉ ଭାବିବନି ଯେ ଯେଉଁମାନେ କିଛି ଛୁଆ ଯେଉଁମାନଙ୍କର କିଛି ଏପଟ ସେପଟ ହେଇଛି ହେଲା, ଡ୍ୟୁ ଟୁ ସମ୍ ପ୍ରୋବ୍ଲେମ୍ ହଉ ବା ଟାଇମ୍ ମ୍ୟାନେଜମେଣ୍ଟ ପାଇଁ କିମ୍ବା ମାଇନସ୍ ମାର୍କିଂ ବେଶୀ ତୁମକୁ ଇମ୍ପାକ୍ଟ ପକେଇଛି ମାଇନସ୍ ମାର୍କିଂ ହେଲା। ମାଇନସ୍ ମାର୍କିଂ ଯଦି ନଥାନ୍ତା ତାହେଲେ ତୁମମାନଙ୍କର ସ୍କୋର୍ ବହୁତ ବେଟର୍ ଥାନ୍ତା। ଅଛି ହବାର ଅଲରେଡ଼ି ଏକ୍ଜାମ୍ ଓଭର ହେଇଯାଇଛି। ତୁମମାନଙ୍କୁ କହି ରଖୁଛି ପଲିଟିକାଲ୍ ସାଇନ୍ସର ବହୁତ ସିଟ୍ ଥାଏ, ତୁମମାନେ ବି ଜାଣିଛ। ୟୁନିଭର୍ସିଟିର ପ୍ରାୟତଃ ଝିଅ ଛୁଆମାନଙ୍କ ପାଇଁ ତ ଗୋଟେ ବହୁତ ଭଲ ଫେସିଲିଟି ଯେ ଗୋଟେ ୟୁନିଭର୍ସିଟି ତାଙ୍କ ପାଇଁ ପୁରା ଠୁଆ ଅଛି ସେଠି ପଲିଟିକାଲ୍ ସାଇନ୍ସ ମାନେ ପୁଅ ଛୁଆ ମାନେ ବଏଜ୍ ମାନେ ହାତ ମାରି ପାରିବେନି। ସେଇଟା ହେଲା କ'ଣ ନା ରମାଦେବୀ ୟୁନିଭର୍ସିଟି। এটা ଯାହାର ପୁରା ଫୁଲ୍ ସିଟ୍ ଓନ୍ଲି ଫର୍ ଝିଅ ଛୁଆମାନଙ୍କ ପାଇଁ ହେଲା। ଆଉ ସେଇ ୟୁନିଭର୍ସିଟି ତୁମମାନଙ୍କ ପାଇଁ ଅଛି। ଆଉ ତା ସହିତ ଅଦର ୟୁନିଭର୍ସିଟି କଥା ହଉ କହିବାକୁ ଗଲେ 10-11ଟା ୟୁନିଭର୍ସିଟି ଅଛି। 10-11ଟା ୟୁନିଭର୍ସିଟିରେ ପ୍ରାୟତଃ ତୁମମାନଙ୍କର ପଲିଟିକାଲ୍ ସାଇନ୍ସରେ ପ୍ରାୟତଃ ବହୁତ ଭଲ ସିଟ୍ ଥାଏ ହେଲା। ମୁଁ କହୁଛି ଉତ୍କଳ ହିଁ ତୁମମାନେ ଓରିଡ୍ ହୁଅ ନାହିଁ। ର୍ୟାଙ୍କ ଆସି ଜଣାପଡ଼ିଯିବ ଯେ କ'ଣ ଯେ ତୁମମାନଙ୍କ ସ୍କୋର୍ କେମିତି ଭାବରେ କ'ଣ ସବୁ ମାନେ ତୁମମାନଙ୍କ କମ୍ପାରିଜନ୍ ସହିତ ଅନ୍ୟମାନଙ୍କର ସ୍କୋର୍ କେମିତି ହେଇଛି ଅଲ୍ ଓଡ଼ିଶାର ସବୁ ଛୁଆମାନଙ୍କର। ଆଉ ଯାହାଫଳରେ ଗୋଟେ ଆମେ ବେଟର୍ ଆନାଲିସିସ୍ କରିପାରିବା ଯେ ଯେବେ ତୁମର ଆସିଯିବ ସ୍କୋର୍ ବା ର୍ୟାଙ୍କ ଲିଷ୍ଟ, ମୁଁ ତୁମମାନଙ୍କୁ ସେଇଦିନ ହିଁ କହିଦେବି ଯେ କ'ଣ ନା କେଉଁ ଜାଗାରେ ତୁମମାନଙ୍କର ହେଇଯିବ ହେଲା। ଆଉ ତୁମମାନେ ସମସ୍ତଙ୍କୁ କହି ରଖୁଛି ଏଇଟା ତ ପଳେଇଲା ଏକ୍ଜାମ୍ଟା ପଳେଇଲା। ଆଉ ନେକ୍ସଟ ଯେଉଁ ଆସୁଛି ତୁମର ଚଏସ୍ ଫିଲିଂରେ ଯେମିତି କଦାପି ଭୁଲ ନ କର ହେଲା। କାରଣ ତୁମ ମାର୍କ ହିସାବରେ ତୁମମାନେ ଚଏସ୍ କରିବ। ପ୍ରାୟତଃ 5-10ଟା କଲେଜ ଥାଏ, ସେଇ 5-10ଟା କଲେଜ ହିସାବରେ ତୁମମାନେ ଚଏସ୍ ଦେବାକୁ ବାଧ୍ୟ। ଆଉ ତାହେଲେ ଜାଣିବ କଟଅଫ୍ କେତେ କ'ଣ। ଆଉ ନା ନା ବେଶୀ କଟଅଫ୍ ଯିବନି ହେଲା। କଟଅଫ୍ ବେଶୀ ଯିବନି, ମୁଁ ଜାଣିସାରିଲିଣି କଟଅଫ୍ ବେଶୀ ଯିବନି। ନା ବେଶୀ କଟଅଫ୍ ଯିବନି। ଦେଖ ପ୍ରିଭିୟସରେ କ'ଣ ହେଉଥିଲା ନା ଶୁଣ ପ୍ରିଭିୟସରେ କ'ଣ ହେଉଥିଲା ତୁମମାନଙ୍କର ସେଇଟା ସେଇଟା ସବୁଗୁଡା ପଳେଇଲା ଆଟେଣ୍ଡ କରିରେ ସବୁ ପଳେଇଲା ସାର୍। ଖାଲି ଆପଣ ଆନ୍ସର ଠିକ୍ ହେଇଗଲା ପରେ ଦେଖିଲା ବେଳକୁ ଜଣା ପଡିଲା। ସେଇଟା ହିଁ ଟାଇମ୍ ବି ଦେଖିଲା ବେଳକୁ ଟାଇମ୍ ବି ସେଥିରେ କମ୍ ଅଛି। ଟାଇମ୍ ବି ନମ୍ବର କହୁଥିଲି ମୁଁ ଯେ ଯେତେ କମ୍ରୁ କମ୍ ଚାନ୍ସ ନେବ ଯେ କ'ଣ ନା ନେଗେଟିଭ୍ ମାର୍କିଂ ପାଇଁ। ବହୁତ ଭଲ ସେ କହିଛି। ଏତେ ଥର ମୁଁ କହିଛି ଭିଡ଼ିଓ କରିକି କହିଛି ଏସବୁ ଜିନିଷ କରିକି କହିଛି ଯେ ଯେତେ କମ୍ରୁ କମ୍ ଚାନ୍ସ ନେବ କ'ଣ ନା ନେଗେଟିଭ୍ ମାର୍କିଂ ପାଇଁ ହେଲା। ତୁମେ କ'ଣ କରୁଛ ନା ଏମିତି ହେଲା ସାର୍ ମୋର 50ଟା ଠିକ୍ ହେଲା ସେ ନେଗେଟିଭ୍ ମାର୍କିଂ ପାଇଁ ପୁରା ପଳେଇକି 30-40 ଏମିତି ହଉଛି। ଆଜ୍ଞା ସାର୍ ମୋର ବି ସେଇଆ 30ରୁ 40 ଭିତରେ। ହଁ ହଁ ମୁଁ ହଁ ବୁଝୁଛି। ସାର୍ କାଲି ମୁଁ ପୁରା ରେଟେଡ୍ ଆଟେଣ୍ଡ କରିଥିଲି କିନ୍ତୁ 50 ଆପଣ ଆନ୍ସର କି ଦେଖିଲା 50 ଠିକ୍ ଥିଲା କିନ୍ତୁ ନେଗେଟିଭ୍ ମାର୍କିଂ କଲା ସେ 30-40 ହେଇଯାଉଛି। ଦେଖ ହଁ ସାର୍ ସେ ଥିଓରି ପାର୍ଟ ତ ସବୁ ପକେଇ ଦେଇଥିଲେ ଆଉ ଥିଓରି ପାର୍ଟ ପଡ଼ିଥିଲା ସବୁ ଡିଫିକଲ୍ଟ ପଡ଼ିଥିଲା। ନାଇଁ ବେଶୀ ଡିଫିକଲ୍ଟ ସାର୍ ପଡ଼ିନି। ବେଶୀ ଡିଫିକଲ୍ଟ ବି ପଡ଼ିନାହିଁ ହେଲା। ଛଅଟା ଆନ୍ସର ଆସିଥିଲା କିନ୍ତୁ ନେଗେଟିଭ୍ ମାର୍କିଂ ହେଇଯାଏ ଛାଡ଼ିକି ପଳେଇ ଆସିଲା। ତୁମର ଫାଷ୍ଟ ସିଲେକ୍ସନ୍ କଟଅଫ୍ ତୁମର ଫାଷ୍ଟ ର୍ୟାଙ୍କ ଲିଷ୍ଟଟା ବାହାରି ଯାଉ ବହୁତ ଶୀଘ୍ର ବାହାରିଯିବ। ଆଉ 10-20-25 ଦିନ ଭିତରେ ର୍ୟାଙ୍କ ଲିଷ୍ଟ ବାହାରିଯିବ ହେଲା। ଆଉ ର୍ୟାଙ୍କ ଲିଷ୍ଟ ବାହାରିଗଲା ପରେ ତୁମମାନେ ଜାଣିବ ଯେ କ'ଣ 20-25 ଦିନ ବି ଲାଗିବ ନାହିଁ ମୋତେ ଲାଗୁଛି। କାରଣ ତା'ର ଡେଟ୍